ଅଦରକାରୀ ଅଶିକ୍ଷିତ ମା। ଏକ ଶିକ୍ଷଣୀୟ କାହାଣୀଟିଏ। ସତ୍ୟ ଓ ଆଶାଙ୍କ ପାଦ ତଳେ ଲାଗୁନି। ଆଜି ସେମାନଙ୍କୁ ସମ୍ମାନିତ କରାଯିବ। ରାଜ୍ୟରେ 10ମ ଶ୍ରେଣୀରେ ଟପର ହେଇଛନ୍ତି। ବଡ଼ ସଭାର ଆୟୋଜନ ହେଇଛି। କେତେ ସାମ୍ବାଦିକମାନେ ସେମାନଙ୍କୁ ସାକ୍ଷାତକାର ନେବେ। ପ୍ରକାଶ ବାବୁ ପୁଅ ଝିଅଙ୍କ ପାଇଁ ବହୁତ ଖୁସି ଥାନ୍ତି। ସଭାକୁ ଯିବେ ବୋଲି ରେଡ଼ି ହେଉଥାନ୍ତି। ସେ ବଡ଼ ପାଟି କରି କହି ଉଠିଲେ, କ'ଣ ମ୍ୟାଡ଼ାମ, ତମେ ରେଡ଼ି ହେବନି କି? ନା ଏମିତି ଯିବ? ଆଜି ପରା ଆମ ପିଲାମାନଙ୍କୁ ସମ୍ମାନିତ କରାହେବ। ସେ ଘରରୁ ପିଲା 2 ଜଣ ଧାଇଁ ଆସିଲେ। ବାପା, ମାଙ୍କୁ କାହିଁକି ଡାକୁଛନ୍ତି? ସେ ସେଠିକି ଯାଇ କ'ଣ କରିବ ଯେ? କ'ଣ ଦରକାର ଅଛି ଯେ କହିଲ? ଆଉ ମା ତ ପାଠ ପଢ଼ୁନି, ଅଶିକ୍ଷିତଟା। ସେ କ'ଣ କରିବ, କ'ଣ ବୁଝିବ କହିଲ ସେଠି? ସେମାନେ ଯାହା କହିବେ କିଛି ବୁଝିପାରିବନି। ସବୁ ଇଂଲିଶରେ କଥା କହିବେ। ମା କ'ଣ କରିବ ଅଯଥାଠାରେ ଯାଇ ସେଠି? ସେ ଘରେ ଥାଉ। ଟିଭିରେ ଦେଖିନେବନି ଆମକୁ? ଆମେ ତାକୁ ନେବାନି। ଗଲେ ଆମକୁ ଲାଜ ଲାଗିବ। ସେ ପିଲା ଦୁହିଁଙ୍କର କଥା ଶୁଣି ପ୍ରକାଶ ବାବୁ କହିଲେ, ଠିକ୍ କହିଲ ତୁମେ ଦୁହେଁ, ପୁରା ଠିକ୍ କହିଲ। ତୁମ ମା ଅଦରକାରୀ ଅଶିକ୍ଷିତ ମା। ଜାଣିଛ, ଯେତେବେଳେ ତୁମେ ଦୁହେଁ ତା ପେଟରେ ଥିଲ, ତା ଦେହ ବହୁତ ଖରାପ ଥିଲା। ଡକ୍ଟର କହିଲେ 2ଟି ଛୁଆ ଅଛନ୍ତି। ମା ଉପରେ ବହୁତ ବିପଦ ନଷ୍ଟ କରିଦେବା ପାଇଁ। ମୁଁ କହିଲି ଆମର ଛୁଆ ଦରକାର ନାହିଁ, କିନ୍ତୁ ତୋ ମା ରାଜି ହେଲାନି। ଯେତେ କହିଲା ପରେ ବି ଗର୍ଭ ନଷ୍ଟ ନ କରି ରଖିଲା। କାହିଁକି ନା ସେ ଅଦରକାରୀ ଅଶିକ୍ଷିତ ବୋଲି। କେବେ ବି ମାଂସ ଅଣ୍ଡା ସେ ଖାଏ ନାହିଁ, କି କ୍ଷୀର ବି ପିଏ ନାହିଁ, କିନ୍ତୁ ପ୍ରତିଦିନ ତାକୁ ଏସବୁ କରିବାକୁ ପଡ଼ିଲା। ସେ ଖୁସି ଖୁସି ସବୁ କଲା ତୁମ ପାଇଁ। କାହିଁକି ନା ସେ ଅଶିକ୍ଷିତ ଆଉ ଅଦରକାରୀ ବୋଲି। ତୁମେ ଦୁହେଁ ଜନ୍ମ ହେଲା ପରେ କେବେ ରାତିରେ ସେ ଶୋଇପାରେନି। ସେ ଠିକରେ ଖାଇ ବି ପାରେନି, ବିଶ୍ରାମ ଟିକେ ବି କରିପାରେନି। କିନ୍ତୁ କେବେ ବି ଅଭିଯୋଗ କରେନି ମୋ ପାଖରେ। କାହିଁକି ନା ସେ ଅଶିକ୍ଷିତ ଅଦରକାରୀଟିଏ ବୋଲି। ମୁଁ ତମ କାମରେ ସବୁବେଳେ ବ୍ୟସ୍ତ ଥାଏ। ତମମାନଙ୍କ ଦାୟିତ୍ୱ ସେ ନିଜେ ଉଠାଏ। ସହରର ବଡ଼ ସ୍କୁଲରେ ନାଁ ସେ ଜିଦ୍ କରି ଲେଖେଇଲା। ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲା ସେ ତୁମମାନଙ୍କୁ। କେମିତି ପାଠ ପଢ଼ାରେ ତମେ ଆଗକୁ ବଢ଼ିବ, ସବୁବେଳେ ମୋ ସାଙ୍ଗରେ ଝଗଡ଼ା କରୁଥିଲା। କାହିଁକି ନା ସେ ଅଦରକାରୀ ଆଉ ଅଶିକ୍ଷିତ ବୋଲି। ସେ ସକାଳେ ଆମେ ନ ଉଠିଲା ପୂର୍ବରୁ ଉଠେ, ଆଉ ରାତିରେ ଆମେ ସମସ୍ତେ ଶୋଇପଡ଼ିଲା ପରେ ସେ ଶୁଏ। କେବେ ଦେହ ଖରାପ ହେଇଛି କହି ଶୋଇପଡ଼ିବାର ମୁଁ ଦେଖିନି ତାକୁ। ତା ବୋଲି ସେ ଅସୁସ୍ଥ ହୁଏନି, ହଁ, କିନ୍ତୁ ଆରାମ କରିବା ଦରକାର ମନେ କରେନି ସେ। କାହିଁକି ନା ସେ ଅଦରକାରୀ ଆଉ ଅଶିକ୍ଷିତ ମା ବୋଲି। କେବେ ବି ନିଜ ପାଇଁ ଶାଢ଼ୀ କି ଦାମୀ ଉପହାର ଇଚ୍ଛା କରେନି, କି ମାଗେନି ମୋତେ ସେ। ଯେବେ ବି କିଛି ତା ପାଇଁ ମୁଁ ଆଣିଦିଏ, ମୋ ସାଙ୍ଗେ ଝଗଡ଼ା କରିବ ସେ। ଅଳ୍ପ କିଛି ଟଙ୍କା ବି ତାକୁ ଅସାମାନ୍ୟ ମନେ ହୁଏ। ମୁଁ ସତରେ ବୁଝିପାରେନି ତା ମତିଗତି। କିନ୍ତୁ ଯଦି ତୁମମାନଙ୍କର କିଛି ଜିନିଷ ଦରକାର ଥିବ, ଓହୋ, ମୋତେ ବସେଇ ଉଠେଇ ଦିଏନି। ଯେତେ ଦାମୀ ହେଇଥିଲେ ବି ଆଣ ଆଣ କହି ମୋ ସାଙ୍ଗେ ଝଗଡ଼ା କରିବ ସେ। କାହିଁକି ନା ସେ ଅଦରକାରୀ ଆଉ ଅଶିକ୍ଷିତଟିଏ ବୋଲି। ଜାଣିଛ, ଆଜିର ଆଧୁନିକ ଯୁଗରେ ଗୋଟେ ଛୁଆକୁ ବଡ଼ କରିବାଟା କେଡ଼େ କଷ୍ଟ। କିନ୍ତୁ ସେ ଏକାଥରକେ 2 ଜଣଙ୍କର ଦାୟିତ୍ୱ ନେଇଛି। କି ଦିନ କି ରାତି ତାର ସବୁ ଖୁସି ତୁମକୁ ହିଁ ସେ ଦେଇଛି। ଦେହ ଖରାପ ହେଲେ ତୁମର, ନ ଖାଇ ନ ପିଇ ତୁମମାନଙ୍କ ସେବା କରିଛି। କେତେ ଓଷା ବ୍ରତ ପୂଜା ସବୁ କରିଛି ସେ ତୁମମାନଙ୍କ ପାଇଁ। ତୁମେ 2 ଜଣ ଯେମିତି ସଂସ୍କାରୀ ହୁଅ, ସେ ସବୁବେଳେ ଚେଷ୍ଟା କରିଛି। ହଁ, କାହିଁକି ନା ସେ ଅଦରକାରୀ ଅଶିକ୍ଷିତ ମା ବୋଲି। ହଉ ଛାଡ଼, ତାର ଯିବା ଦରକାର ନାହିଁ। ନା ସେ ଇଂଲିଶ ବୁଝିପାରିବ ନା କହିପାରିବ। ଚାଲ ଚାଲ ଆମେ ସମସ୍ତେ ଯିବା। ସେ ଥାଉ, ଅଶିକ୍ଷିତଟା ଯାଇ କ'ଣ କରିବ ଯେ?
ସତ୍ୟ ଆଉ ଆଶା କାନ୍ଦୁଥାନ୍ତି ତା ବାପାଙ୍କର କଥା ଶୁଣି। ଦୁହେଁ ତା ବାପାଙ୍କ ଗୋଡ଼ ଧରି କାନ୍ଦି ପକାଇ କହିଲେ, ଆଉ କିଛି କୁହନ୍ତୁନି ବାପା, ତମେ ଆମର ଆଖି ଖୋଲିଦେଲ। ମାଆକୁ ଆମେ ଅଦରକାରୀ ଅଶିକ୍ଷିତ ଭାବୁଥିଲୁ। ଆମେ ଭୁଲ ଥିଲୁ ବାପା। ମା ପାଠ ପଢ଼ିନି ସତ, କ'ଣ ହେଲା? ସେ ଡକ୍ଟର ଠାରୁ ବି ବଡ଼ ଡକ୍ଟର ଆମ ପାଇଁ। ସେ ଶିକ୍ଷିତ ନହେଲେ ବି ବଡ଼ ଗୁରୁ ଆମର। ଡିଗ୍ରୀ ନଥାଇ ବି ଓକିଲ ଠାରୁ ବି ସେ ବଡ଼। ସବୁ ଗୁଣ ଆମ ମାଆର ଅଛି। ଆମ ମାଆକୁ ନେଇ ଆମେ ଗର୍ବିତ। ଆମେ ଆଜି ପର୍ଯ୍ୟନ୍ତ ଯେଉଁଠି ପହଞ୍ଚିଛୁ ତାରି ପାଇଁ। ସେ ଆମ ପାଇଁ ମହାନ। ତା ବାପା କହିଲେ, ଠିକ୍ କହିଲ ତୁମେ ଦୁହେଁ। ମାଆର ସ୍ଥାନ ସବୁବେଳେ ଉଞ୍ଚା। ଚାଲ ସମସ୍ତେ ମିଳିମିଶି ଯିବା ସଭାକୁ। ଆଜି ପାଇଁ ଏତିକି, ରହୁଛି।